ପିଲାମାନେ ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ତୃତୀୟ, ବିଷୟ ହେଉଛି ପରିବେଶ ଅଧ୍ୟୟନ ସାମାଜିକ ପାଠ। ଶିକ୍ଷାର୍ଥୀଙ୍କ ନାମ, ପିଲାମାନେ ଏଠି ତୁମ ସମ୍ପୂର୍ଣ୍ଣ ନାମ ଲେଖିବ। ରୋଲ୍ ନମ୍ବର, ଏଠି ତୁମ ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ବିଦ୍ୟାଳୟର ନାମ, ଏଠି ଲେଖିବ ସମ୍ପୂର୍ଣ୍ଣ ତୁମ ବିଦ୍ୟାଳୟର ନାମ, ଏଠି ତୁମର ବ୍ଲକର ନାମ। লিখিত পরীক্ষা, পিଲାମାନେ ତୁମର ଲିଖିତ ପରୀକ୍ଷା ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 5 ଏବଂ ପ୍ରଶ୍ନ ସଂଖ୍ୟା ହେଉଛି 15, ସଂଖ୍ୟା ହେଉଛି 20 ମାର୍କ। ଠିକ୍ ଅଛି। ସୂଚନା ଅଛି, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ଥିବା ନିକଟରେ ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। এই ଦେଖିବେ ପିଲାମାନେ, ନିମ୍ନ ସଂକେତଟି କ'ଣ ସୂଚାଏ? ଏମିତି ରାସ୍ତାରେ ଦିଆଯାଏ ପିଲାମାନେ, କ'ଣ ସୂଚାଏ? ତୁମେ ଏଠି ଲେଖିବ ଦୂରତା। କ'ଣ ଲେଖିବ ପିଲାମାନେ? ଦୂରତା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କେଉଁ କାମକୁ ପସନ୍ଦ କରୁଛ ତାକୁ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ଏଠି ପିଲାମାନେ 4 କାମ ଅଛି, ତୁମେ ଯାହାକୁ ପସନ୍ଦ କରୁଛ ସେଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ବଡ଼ି ସକାଳୁ ଉଠିବି, ଏହା ହେଉଛି ସବୁଠାରୁ ଭଲ କାମ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଏହା କାହାର ଚିତ୍ର? এই ଚିତ୍ରଟି ଦେଖୁଛ ପିଲାମାନେ, ଏହାର କାହାର ଚିତ୍ର? ତୁମେ ଏଠି ଲେଖିବ এই ଚିତ୍ରର ନାମ, ଲେଖିବ ଷ୍ଟେଥୋସ୍କୋପ୍। କ'ଣ ଲେଖିବ? ଷ୍ଟେଥୋସ୍କୋପ୍। ଷ୍ଟେଥୋସ୍କୋପ୍। ଠିକ୍ ଅଛି। এই ଚିତ୍ରର ନାମ ହେଉଛି ଷ୍ଟେଥୋସ୍କୋପ୍। ପରବର୍ତ୍ତୀ ପ୍ରଶ୍ନ, ଦମକଳ ଗାଡ଼ିର ରଙ୍ଗ କିପରି? ଦମକଳ ଗାଡ଼ିର ରଙ୍ଗ କିପରି? ନାଲି ରଙ୍ଗ। ଠିକ୍ ଅଛି, ନାଲି ରଙ୍ଗ। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। 2 ଜଣ ବ୍ୟକ୍ତି ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହେଲେ ଜଣେ ଅନ୍ୟ ଜଣଙ୍କର ବିରୁଦ୍ଧରେ ଅଭିଯୋଗ କରିବା ପାଇଁ କେଉଁ ଆଦାଲତ ପାଖକୁ ଯିବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ତୁମେ ଲେଖିବ ଫୌଜଦାରୀ ଆଦାଲତ। ତୁମେ ଲେଖିବ ଫୌଜଦାରୀ ଆଦାଲତ। ଠିକ୍ ଅଛି। ଫୌଜଦାରୀ ଆଦାଲତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତୁମ ଫସଲରେ ପୋକ ଲାଗିଲେ ତୁମେ କାହାର ପରାମର୍ଶ ନେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଉତ୍ତର ଲେଖିବ ଗ୍ରାମ ସେବକ। ଠିକ୍ ଅଛି। ଗ୍ରାମ ସେବକର ସହାୟତା ନେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ମୁଁ କିଏ? ଖାଲି ଘରେ ଲେଖିବ ହାତରେ ଜାଲ କାଖେଇ ନଈ ପୋଖରୀ କୂଳେ ପାଣିରୁ ଧରି ଆଣିଲେ ମାଛ କୁଟୁମ୍ବ ମୋର ଚଳେ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତର ତୁମେ ଲେଖିବ ଧୀବର। ଧୀବର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ପିଲାମାନେ। ଏଇ ଓଡ଼ିଶା ମାନଚିତ୍ର ତୁମେ ଦେଖୁଛ ପିଲାମାନେ। ଠିକ୍ ଅଛି। ତାପରେ ପ୍ରଶ୍ନ କ'ଣ ଅଛି ଦେଖିବା। এই ଚିତ୍ରରେ ପିଲାମାନେ, এই ଓଡ଼ିଶା ମାନଚିତ୍ରରେ ଉପର ଭାଗଟି କେଉଁ ଦିଗକୁ ସୂଚାଉଛି? ଉପର ଭାଗଟି କେଉଁ ଦିଗ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ପୂର୍ବ ଦିଗ। ଏଠି ଲେଖିବ ତୁମ ପୂର୍ବ ଦିଗ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସିନ୍ଧୁ ସଭ୍ୟତା କେଉଁ ସହରରେ ଗଢ଼ି ଉଠିଥିଲା? କେଉଁ ସହରରେ ଗଢ଼ି ଉଠିଥିଲା? ହରପ୍ପା। ଏଇଠି খ ନମ୍ବର ଅଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଆଦିମ ମଣିଷ ପହଁରିବା କାହାଠାରୁ ଶିଖିଥିବ? କାହାଠାରୁ ଶିଖିଥିବ? ମାଛ। ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତର ମାଛ, ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଦମକଳ ବାହିନୀ କେଉଁ ସବୁ କାମରେ ଆମକୁ ସାହାଯ୍ୟ କରନ୍ତି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ମୁଁ ଏହାର ସଠିକ୍ ଉତ୍ତରଟି ଦେଇଛି, ତୁମେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ତୁମ ସାଙ୍ଗ ତୁମ ଅଞ୍ଚଳରେ ଥିବା ଇଟା ଭାଟିରେ କାମ କରୁଥିଲେ ତୁମେ କ'ଣ କରିବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ନିଆଁର ବ୍ୟବହାର ମନୁଷ୍ୟ ନ ଶିଖିଥିଲେ କ'ଣ କ'ଣ ଅସୁବିଧା ହେବ? ପିଲାମାନେ ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଗ୍ରାମ ପଞ୍ଚାୟତର 2ଟି କାର୍ଯ୍ୟ ଲେଖ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର 2ଟି ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତୁମ ଜିଲ୍ଲାରେ ଥିବା ଦର୍ଶନୀୟ ସ୍ଥାନର ନାମ କ'ଣ? ପିଲାମାନେ ତୁମ ଜିଲ୍ଲାରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ସବୁ ଅଛି ତୁମେ ଲେଖିପାରିବ। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।